এইଠି ଏଇ ଜାଗାରେ ଯେଉଁ ଜାଗାରେ ଆପଣମାନେ ଇଣ୍ଟରଭ୍ୟୁ ନେଉଛନ୍ତି ତାଙ୍କର ଏଇ କଣ୍ଟ୍ରୋଭର୍ସି ଭିତରେ ମୁଁ ଦୁଇ ମାଲିକଙ୍କୁ ଡାକିଥିଲି, ସିଂହ ବାହିନୀ ଆଉ ସେ କ'ଣ ସୂର୍ଯ୍ୟ ମନ୍ଦିର। ଏଇ ଯେଉଁ ଜାଗା ଉପରେ ସେ ବସିଥିଲେ ମୁଁ ତାଙ୍କ କଥାବାର୍ତ୍ତା ହେଇଥିଲି। ମୁଁ କହିଲି ଆଜ୍ଞା ଦେଖନ୍ତୁ, ଆଉ ଇଏ ଝଗଡ଼ା ଫଗଡ଼ା ନ ପଶିକିରି ସେ ଗୋଟେ ବର୍ଷ ପଛେ ରହିଯାଉ, ଇଏ କରନ୍ତୁନି। ସେ ତା ଭିତରେ ସେ କଥା ହେଲେ ନାଇଁ ନାଇଁ ସେମିତି ହେବନି, ଇଏ କରନ୍ତି। ମୁଁ ସେଠୁ କହିଲା କେମିତି କ'ଣ ହେଇପାରିବ, ତାର ଡିସାଇଡ଼ ହେଇପାରିବ। ମୋ ପକେଟରୁ ବାହାର କଲି ଗୋଟେ କଏନ୍, ମୁଁ ତାକୁ ଟସ୍ ପକାଇବାକୁ କହିଲି। ମୁଁ କହିଲି ଆପଣ କେଉଁ ପଟ ନେବେ, ସିଏ କେଉଁ ପଟ ନେବେ। ମୁଁ ଟସ୍ ପକାଇଦେବି, ଯେଉଁଟା ହେବ ସେ ସିଆଡ଼େ ଯାଉ ବାଟ ବାଟ ଏକାଥରେ ଛିଣ୍ଡିଯିବ। ତେଣୁ ଦୁଇ ମାଲିକ କେହି ରାଜି ହେଲେନି। ତେଣୁ କହିଲି ନାଇଁ ସେ କହୁଛି ଇଏ ନାହିଁ, ସେ ଘରେ ବସୁ, ଗୋଟେ ବର୍ଷ ଚୁପଚାପ ଘରେ ବସୁ। ଚରିତ୍ର ଭଲ କରୁଥିଲା, ଆଉ ଭିଲିଆନ ଭଳିଆ ବି ହଉଥିଲା। କଥା କହିପାରିବେ ନାହିଁ, ପିଲା ବଡ଼ ହେଲାଣି, ସିଏ ନିଜେ ତା ନିଜ କଥା ଠିକ୍ କରିବ, କେଉଁ ପାର୍ଟିରେ ରହିବ ନ ରହିବ, କ'ଣ ଯାତ୍ରା କେମିତି ଭଲ ହେବ, ଇଏ କଥା ସେ ବୁଝିବ। ମୁଁ କହିଲି ଆପଣ ପୁଅ ଯଦି ପାଖରେ ରହିବ, ମୁଁ କ'ଣ ଦୁଃଖ କରିବି ନା ନାହିଁ, ତୁ ପଳା ଏଇଠୁ କହିବି ପଶିବିନି କାହିଁ। ଭାଗ୍ୟରେ ଯାହା ଲେଖା ହେଇଛି, ବୁଝିଲେ ନାହିଁ, ଯାହା ଭାଗ୍ୟରେ ଯାହା ଲେଖା ହେଇଛି। ସିଏ ପୋଲିସରେ ଥିଲା, ପୋଲିସରୁ ସେଠୁ ଡେଇଁକି ଆସିକିରି ସିନେମା କଲା, ସିନେମାରୁ ଆସିକି ଯାତ୍ରାରେ ପଶିଲା। ତେଣୁ ତାକୁ ସେ ଟାଣୁଛି ସିଆଡ଼େ, ତାର କଳା ଟାଣୁଛି ସିଆଡ଼େ ଯିବା ପାଇଁ। ମୁଁ ଇଚ୍ଛା କ'ଣ କହିବି, କିଛି କହିବିନି। ଯଦି ମୋ ପୁଅ ପାଖରେ ରହିଲା, ଜମା ଯାତ୍ରା କରି କେବେ ମୋ ପାଖରେ ରହେନି। ଯଦି ମୋ ପାଖରେ ରହି ମୋ କଥା, ତା ପିଲା ଛୁଆ କଥା ବୁଝିଲା, ମୁଁ ଖୁସି। ରାତି ସାରା ଲୋକମାନଙ୍କୁ ସେ ଏଣ୍ଟରଟେନମେଣ୍ଟ କରାନ୍ତି, ଏବେ ଆପଣଙ୍କ ସହିତ ରହିବେ, ମନେ ପଡ଼ିବ ଯାତ୍ରା କଥା ତାଙ୍କର। ଏଇଟା ନିଶ୍ଚିତ, ଯାହାର ଯେଉଁ ପ୍ରଫେସନ ସିଏ, ମୁଁ ତ ଦେଖିଛି, ସେ ଯେବେ ଛୁଟିରେ ରହେ, ମୁଁ ମୋ ନିଜ କଥା ଦେଖିଛି, ଏବେ ଛୁଟିରେ ରହେ, ରାତିରେ କିଏ ଶୋଇବ, ସେ ରାତିରେ ଉଠି ଯାଇକି ସେ ବାହାରେ ବୁଲୁଥିବ। ତା ଅର୍ଥ କ'ଣ? ତା ଅର୍ଥ ଯିଏ ଯାତ୍ରାରେ ରାତି ସାରା ଡେଇଁଲାଣି, ସିଏ ଗୋଟେ ଚୁପ୍ ହେଇ ବସିବା ତାର ନୁହେଁ। ତାର ଶରୀରର ଯେଉଁ ଅସୁବିଧାଟା ହେଉଛି, ବାପା ହିସାବରେ ମୁଁ ଯାହା ଦେଖି ଆସିଲି, ମୁଁ ସେଥିପାଇଁ କହିଲି ବାବା ଇଏ କଣ୍ଟ୍ରୋଭର୍ସି ନ ପଶିକି ନ ଡେଇଁକି ଚୁପଚାପ ହେଇ ଘରେ ରହ। ମୁଁ ସେଥିପାଇଁ ତାକୁ କହିଛି ତୁ ଘରେ ରେଷ୍ଟ ନେ। ଏଇ ତ ଛୁଟି ତାର ହେଲା, ଯାତ୍ରା ଛୁଟି ହେଲା, ମୁଁ ତାକୁ ନେବି, ଡାକ୍ତର ପାଖକୁ ଦେଖିବି, ଇଏ କରିବି। ଆପଣ 2-4 ଦିନ ତଳେ ଦେଖିଥିବେ ସଲମାନ ଖାଁର ଡାକ୍ତର ତାକୁ କ'ଣ କରୁଛି। ସଲମାନ ଖାଁ ବି ଯେଉଁ ଛୋଟିଆ ଲୋକ ନୁହେଁ, ସେ ବିରାଟ ହିରୋ। ତେଣୁ ସେ ଯେଉଁ ହିରୋ, ସେ ତାକୁ ଡାକ୍ତର କହିଲାଣି ଯେ ତୁମକୁ ଯେଉଁ ରୋଗ ହେଇଛି ଏଇଟା ଛୋଟିଆ ରୋଗ ନୁହେଁ। ତେଣୁ ଇଏ ଏମିତି ଖଟିକିରି ତାର ଯେତେବେଳେ ଦେହ ଖରାପ ହେବ, ତା ପିଲା ଛୁଆର କ୍ଷତି ହେବ, ଆମର ବି କ୍ଷତି ହେବ, ଯେଉଁମାନେ ଦର୍ଶକ ଅଛନ୍ତି ତାଙ୍କର ବି କ୍ଷତି ହେବ। ତେଣୁ ଯଦି ସେ ରହିକି ତାର ଶରୀରକୁ ଟିକେ ରେଷ୍ଟ ଦେଇ ଡାକ୍ତର ଦେଖେଇ ଯଦି ଭଲ ହେଇପାରିଲା, ତାହେଲେ ଭଲ। ଯୋଉ ସିଂହ ବାହିନୀ ମାଲିକଙ୍କ ପାଖକୁ ଯାଇଥିଲେ ଆଉ ପଇସା ଫେରେଇଥିଲେ, ସେଇ ସିଂହ ବାହିନୀ ମାଲିକଙ୍କ ପାଖକୁ ପୁଣି ପିୟୁଷ 5 ବର୍ଷ ପାଇଁ ଯାଉଛନ୍ତି। ମାନେ ଯୋଉ ସିଂହ ବାହିନୀ ମାଲିକଙ୍କଠୁ କୋଟିଏ ଟଙ୍କା ଆଉ ଗାଡ଼ି ଆଣିଥିଲେ, ଆଉ ପଇସା ମଧ୍ୟ ଫେରେଇଥିଲେ, ସେଇ ମାଲିକଙ୍କ ପାଖକୁ ସେ 5 ବର୍ଷ ଏଗ୍ରିମେଣ୍ଟ କରିକି ଯିବେ ବୋଲି କହୁଛନ୍ତି। ମୁଁ ଜାଣିନି କଥା, ସେ କଥା ମୁଁ ଏପର୍ଯ୍ୟନ୍ତ ଜାଣିନି। ଆପଣଙ୍କର କ'ଣ ମତ ରହିବ, ସେ ସିଂହ ବାହିନୀ ଯିବା ଦରକାର ନା ନାହିଁ? ମୁଁ ସେ କଥା କହିପାରିବି ନାହିଁ। ପିଲା ବଡ଼ ହେଲାଣି, ସିଏ ନିଜେ ତା ନିଜ କଥା ଠିକ୍ କରିବ, କେଉଁ ପାର୍ଟିରେ ରହିବ ନ ରହିବ, କ'ଣ ଯାତ୍ରା କେମିତି ଭଲ ହେବ, ଇଏ କଥା ସେ ବୁଝିବ। ମୁଁ ଏ ବିଷୟରେ ଆପଣ ଏବେ ଖୁସି ତ ଆପଣଙ୍କ ପାଖରେ ପୁଅ ଏବେ ରହିବେ ବର୍ଷେ? କି କଥା କହିଲି ଆପଣ? ପୁଅ ଯଦି ପାଖରେ ରହିବ, ମୁଁ କ'ଣ ଦୁଃଖ କରିବି ନା ନାହିଁ, ତୁ ପଳା ଏଇଠୁ କହିବି ପଶିବିନି କାହିଁ। ଆଉ ଗୋଟେ ଜିନିଷ ବି ପ୍ରତିପାଦିତ ହେଲା ଯେ ଗୋଟେ କଥାରେ ଥାଏ, ବାପା ଥିଲା ପୁଅ ସଭାରେ ହାରେନି। ତ ଆପଣ ଥିଲେ ବୋଲି ଭାଇ ବୋଧେ ମାନେ ଭାଇଙ୍କ ଉପରେ ବ୍ୟାନ୍ ଲାଗିଲାନି, ଭାଇ ସୁରୁଖୁରୁରେ ମୁକୁଳି ଆସିଲେ ସେ ସବୁଥିରୁ। ସୁରୁଖୁରୁରେ ମୁକୁଳିଲା କ'ଣ? ଏଇଆ ତ ମୁଁ ଦେଖିଲି ଏଇଠି ଏଇ ଜାଗାରେ ଯେଉଁ ଜାଗାରେ ଆପଣମାନେ ଇଣ୍ଟରଭ୍ୟୁ ନେଉଛନ୍ତି, ତାଙ୍କର ଏଇ କଣ୍ଟ୍ରୋଭର୍ସି ଭିତରେ ମୁଁ ଦୁଇ ମାଲିକଙ୍କୁ ଡାକିଥିଲି, ସିଂହ ବାହିନୀ ଆଉ ସେ କ'ଣ ସୂର୍ଯ୍ୟ ମନ୍ଦିର। ଏଇ ଯେଉଁ ଜାଗା ଉପରେ ସେ ବସିଥିଲେ, ମୁଁ ତାଙ୍କ କଥାବାର୍ତ୍ତା ହେଇଥିଲି। ମୁଁ କହିଲି ଆଜ୍ଞା ଦେଖନ୍ତୁ, ଆଉ ଇଏ ଝଗଡ଼ା ଫଗଡ଼ା ନ ପଶିକିରି ସେ ଗୋଟେ ବର୍ଷ ପଛେ ରହିଯାଉ, ଇଏ କରନ୍ତୁନି। ସେ ତା ଭିତରେ ସେ କଥା ହେଲେ ନାଇଁ ନାଇଁ ସେମିତି ହେବନି, ଇଏ କରନ୍ତି।
ମୁଁ ସେଠୁ କହିଲା କେମିତି କ'ଣ ହେଇପାରିବ ତାହେଲେ ଡିସାଇଡ୍ ହେଇପାରିବ। ମୋ ପକେଟରୁ ବାହାର କଲି ଗୋଟେ କଏନ୍, ମୁଁ ତାକୁ ଟସ୍ ପକେଇବାକୁ କହିଲି। ମୁଁ କହିଲି ଆପଣ କେଉଁ ପଟ ନେବେ, ସିଏ କେଉଁ ପଟ ନେବେ। ମୁଁ ଟସ୍ ପକେଇଦେବି, ଯୋଉଟା ହେବ ସେ ସିଆଡ଼େ ଯାଉ ବାଟ ଏକାଥରେ ଛିଣ୍ଡିଯିବ। ତେଣୁ ଦୁଇ ମାଲିକ ଯାକ କେହି ରାଜି ହେଲେନି। ତେଣୁ କହିଲି ନାଇଁ ସେ ସିଏ କହୁଛି ଇଏ ନାହିଁ, ସେ ଘରେ ବସୁ ଗୋଟେ କଥା ଚୁପଚାପ ହେଇ ଘରେ ବସୁ, ଆଉ କ'ଣ କରିବି। ଯେ ଯାତ୍ରାରେ କ୍ରେଜ୍ ଏବେ ପିୟୁଷ ତ୍ରିପାଠୀଙ୍କର ବହୁତ ଅଧିକ ରହିଛି। ଯେ ପୁଲିସ ଚାକିରି ଛାଡ଼ି ଏବେ ଯାତ୍ରାରେ ଯୋଉ ଆସିଥିଲେ, ଏବେ କ'ଣ ଭାବୁଛନ୍ତି? ପୁଲିସ ଚାକିରି ଛାଡ଼ିବାଟା ଠିକ୍ ଥିଲା ତାଙ୍କର ନା ଭୁଲ ଥିଲା? ମୁଁ ଯାହା ଭାଗ୍ୟରେ ଯାହା ଲେଖା ହେଇଛି, ବୁଝିଲେ ନାଇଁ, ଯାହା ଭାଗ୍ୟରେ ଯାହା ଲେଖା ହେଇଛି। ସିଏ ପୋଲିସରେ ଥିଲା, ପୋଲିସରୁ ସେଠୁ ଡେଇଁକି ଆସିକିରି ସିନେମା କଲା, ସିନେମାରୁ ଆସିକି ଯାତ୍ରାରେ ପଶିଲା। ତେଣୁ ତାକୁ ସେ ଟାଣୁଛି ସିଆଡ଼େ, ତାର କଳା ଟାଣୁଛି ସିଆଡ଼େ ଯିବା ପାଇଁ। ମୁଁ ଏଥିରେ କ'ଣ କହିବି, କିଛି କହିବିନି। ଯୋଉ ବିବାଦ ଚାଲିଥିଲା ଏବେ, ଆପଣ ବାହାରକୁ ଯାଉଥିଲେ, ଲୋକମାନେ ଆପଣଙ୍କୁ କିଛି ପଚାରୁଥିଲେ ଯେ ପୁଅ କୋଉଠିକି ଯିବ, ପିୟୁଷ ତ୍ରିପାଠୀ କୋଉଠିକି ଯିବେ, ଏମିତି କିଛି ପ୍ରଶ୍ନ ଆସିଥିଲା କି? ନାଇଁ ମୋତେ ପ୍ରାୟ କେହି ପଚାରନ୍ତିନି, ମୋତେ ଏ କଥା କି ସାହସ କରନ୍ତି ପଚାରିବାକୁ। ପୁଲିସ ପାଇଁ ଟିକେ ଡରି ଯାଉଥିଲେ। ନାଇଁ ମୋତେ କେହି ପଚାରନ୍ତିନି କାହିଁକି। ମୁଁ ତ ଆନ୍ସର ଦିଏନି, ତାକୁ ବୋଲେ ମୁଁ କହିଦେବି ଆଚ୍ଛା ସେ ଗୋଟିଏ ୱାର୍ଡ଼ରେ। ଆପଣ ଯେତେବେଳେ ଭାଇଙ୍କି ଦେଖନ୍ତି ଯାତ୍ରାରେ ଆପଣଙ୍କୁ କେମିତି ଲାଗେ? ଏଇଭଳି ଯୋଉ ଆକ୍ଟିଂ କରନ୍ତି, ଜୀବନ୍ତ ଆକ୍ଟିଂ କରନ୍ତି। ନାଇଁ ଭଲ। ଥରେ ମୁଁ ଯାଇଥିଲି, ତା ରିହର୍ସାଲ ହେଉଥିଲା। କ'ଣ ସେ ବହିଟା ନା ହଠାତ୍ ମନେ ପଡ଼ୁନି। ତାଙ୍କର ମାଲିକ ଫାଲିକ ସବୁ ପାଖରେ ବସିଥାନ୍ତି। ମୁଁ ଭୋ ହେଇ କାନ୍ଦି ପକେଇଲି। ହାଇଦର ନାଇଁ ଅଧରାତିର ସାଥୀ, ନା, ଏଇ ନଖିନାନୀ ପୁଅ ଭଗିଆ। ଲଖିଲାନି ପୁଅ ଭଗିଆ। ମୁଁ ତ ନିଜେ ଭୋ ହେଇ କାନ୍ଦି ପକେଇଲି। ଭଲ ଆକ୍ଟିଂ କରୁଛି, ତାକୁ ସେ କଳା ଦେଇଛନ୍ତି କରୁଛି। ସେତେବେଳେ ଭିଲିଆନ ହେଇକି ଖୁଙ୍ଖାର ଆକ୍ଟିଂ କରନ୍ତି, ସେତେବେଳେ ଆପଣଙ୍କୁ କେମିତି ଲାଗେ? ଭିଲିଆନ ଚରିତ୍ର ଯେତେବେଳେ କରନ୍ତି, ଭିଲେନ ଚରିତ୍ର ଭଲ କରୁଥିଲା, ଆଉ ଭିଲିଆନ ଭଳିଆ ବି ହଉଥିଲା। ଘରେ କ'ଣ ହବ, ଆପଣ ସାଙ୍ଗରେ କଥାବାର୍ତ୍ତା କଲେ ସେ ତ ଭିଲିଆନ ଆକ୍ସନ ଯେମିତି ତାର ସେଇଭଳିଆ କଥାବାର୍ତ୍ତା ହୁଏ। କିନ୍ତୁ ଯୋଉଦିନ ସେ ଟର୍ନ କଲା ହିରୋ, ତାପରେ ତାର କଥା ଗୁଡ଼ା ମାର୍ଜିତ ହେଇଗଲା, ଆଉ ଭଲ ହେଇଗଲା। ତେଣୁ ସେଥିପାଇଁ ମୁଁ ଖୁସି।